ମଣିଷ ଶରୀର ଏବଂ ମନ ମଧ୍ୟରେ ଏତେ ପ୍ରଚୁର ସମ୍ଭାବନା ଅଛି ଯେ ଆପଣ ଯାହା କୁହନ୍ତି ସେଥିରେ କୌଣସି ସୀମା ନାହିଁ। ଯଦି ଆପଣ ଆଖି ବନ୍ଦ କରି ନିଜ ସ୍ୱପ୍ନ ଗୁଡ଼ିକୁ ଚିନ୍ତା କରିପାରିବେ ତାହେଲେ ସେଗୁଡ଼ିକୁ ସତ୍ୟ କରିପାରିବେ। ଥରେ ଭାବନ୍ତୁ, ଯେଉଁମାନେ ପ୍ରଥମେ ଆକାଶରେ ବିମାନ ଉଡ଼ିବ ବୋଲି ଭାବିଥିଲେ ସେଠି ପ୍ରଥମେ ଏହା ଅସମ୍ଭବ ଲାଗିଥିଲା, କିନ୍ତୁ ଆପଣ ଦେଖନ୍ତୁ ଏହି ଭାବନାକୁ ସେପ୍ ଦିଆଗଲା ଏବଂ ଆଜି ବିମାନରେ 3ଟି ଫ୍ଲୋର ବନାଯାଉଛି। ଯେଉଁ ଜିନିଷ ଗୁଡ଼ିକୁ ଆମେ କେବେ ସ୍ୱପ୍ନରେ ବି କଳ୍ପନା କରିପାରିବା ନାହିଁ, ସେହିଭଳି କେତେ ନୂଆ ନୂଆ ଜିନିଷ ଆବିଷ୍କାର କରାଯାଇଛି। ଏବେ ଦେଖୁନାହାନ୍ତି AI ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ। ଭାବନ୍ତୁ 30-40 ବର୍ଷ ପୂର୍ବରୁ ଏହି AI ଅସମ୍ଭବ ଲାଗିଥିଲା। ଅନେକ ଲୋକ ଏହି ବିଷୟରେ ଭାବି ବି ନଥିଲେ। ଆଜି ଆମେ ଏତେ AI ଉପରେ ନିର୍ଭର କରୁଛୁ ଯେ ଛୋଟ ଛୋଟ କାମକୁ ବି ଏହା ବିନା କରିପାରୁନାହୁଁ। ଏହା ସବୁ କିଏ ବନେଇଛି? ଏହା ହେଉଛି ଆମ ବିଶ୍ୱାସର ଶକ୍ତି। ଯଦି ଆପଣ କୌଣସି ଜିନିଷରେ ବିଶ୍ୱାସ ରଖିବେ ନାହିଁ ତାହା କେବେ ବି ଘଟିବ ନାହିଁ, କିନ୍ତୁ ଯଦି ଆପଣ ଭିତରୁ ଜାଣି ଆସିବେ ଯେ ଏହା ସମ୍ଭବ, ତାହେଲେ ପଥର ମଧ୍ୟରେ ବି ଜୀବନ ଆସିଯାଏ। ଏହିଟା ହିଁ ଏକ ସତ୍ୟ। ଏହି କାରଣରୁ ମୁଁ 100% ବିଶ୍ୱାସ କରେ ଯେ ଆପଣଙ୍କର ବିଶ୍ୱାସ ଦୃଷ୍ଟିଭଙ୍ଗୀ ହିଁ ଆପଣଙ୍କର ଯଥାର୍ଥକୁ ଗଢ଼ି ଦିଏ।